ସେଥିପାଇଁ କେଉଁ ରାଜ୍ୟ କୌଣସି କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ ସରକାର ସେ ବେକାରୀ ସମସ୍ୟାକୁ ସମାଧାନ କରିବା ପାଇଁ ବେକାରୀ ଭତ୍ତାଟା ଠିକ୍ ନୁହେଁ। ମୋର ବ୍ୟକ୍ତିଗତ ମତ ଠିକ୍ ନୁହେଁ। କାହିଁକି ଯେ ଗୋଟେ ରାଜ୍ୟରେ ଇଣ୍ଡଷ୍ଟ୍ରି ହେଲେ ବେକାରୀ ସମସ୍ୟା ତୁଟିବ। ସରକାରଙ୍କର ପଲିସି ବଦଳିଗଲେ ବେକାରୀ ସମସ୍ୟା ପିଲାମାନଙ୍କୁ ପାଠ ପଢ଼ି ଯେଉଁ ରୋଜଗାରକ୍ଷମ କରିବା କଥା ସରକାର ବେକାରୀ ମାନଙ୍କୁ ଭତ୍ତା ଦେଇ କରିପାରିବେନି। ତାଙ୍କୁ ରୋଜଗାର କରିବା ପାଇଁ ଏଗ୍ରିକଲଚର ସେକ୍ଟରକୁ ଗୁରୁତ୍ୱ ଦେବା ଦରକାର, ଇଣ୍ଡଷ୍ଟ୍ରିଆଲ ସେକ୍ଟରକୁ ଗୁରୁତ୍ୱ ଦେବା ଦରକାର ଏବଂ ବିଭିନ୍ନ ସେକ୍ଟରରେ ନିଯୁକ୍ତି ଆଗ୍ରୋ ଇଣ୍ଡଷ୍ଟ୍ରି ଆମର ଇଣ୍ଡଷ୍ଟ୍ରି ଏଗ୍ରିକଲଚର ସେକ୍ଟର ଏବଂ ମାଇନିଂ ସେକ୍ଟର ସବୁ ସେକ୍ଟରରେ ସରକାର ଗୁରୁତ୍ୱ ଦେଲେ ବେକାରୀ ସମସ୍ୟା ସମାଧାନ ହେବ। ଭତ୍ତା ଦେଲେ ସେଟା ଠିକ୍ ନୁହଁ। ଭତ୍ତା ତ ବେକାରୀ ଭତ୍ତା ପାଇବେ, ସେଟା ଭୋଟ ପାଇଁ ଗୋଟେ ରାଜନୈତିକ ଦଳ ଏ କାମ କରିପାରନ୍ତି, କିନ୍ତୁ ଏଟା ସଠିକ୍ ଭାବରେ ଏ ସମସ୍ୟାର ସମାଧାନ ହେଇପାରିବ ନାହିଁ। କିଛି ସମୟ ପାଇଁ ହେବ, ରିଆକ୍ସନ୍ ବନ୍ଦ ହେଇଯିବ, ଗୋଟେ ଦଳକୁ ଲୋକ ଭଲ ପାଇବେ ଟେମ୍ପୋରାରିଲି, କିନ୍ତୁ ଆ ଦ୍ୱାରା ସମସ୍ୟାର ସମାଧାନ ହେଇପାରିବ ନାହିଁ। ମୌଳିକ ସମସ୍ୟା ହେଉଛି ଲୋକଙ୍କୁ ଚାକିରି ଦେବା, ଲୋକଙ୍କୁ ରୋଜଗାର ଦେବା ଏବଂ ରୋଜଗାର ଦେବା ପାଇଁ ଏଗ୍ରିକଲଚର ସେକ୍ଟର, ଇଣ୍ଡଷ୍ଟ୍ରି ସେକ୍ଟର, ମାଇନିଂ ସେକ୍ଟର ଠାରୁ ଆରମ୍ଭ କରି ସୋସିଆଲ ସେକ୍ଟରରେ ମଧ୍ୟ ସରକାର ଯଦି ତାଙ୍କର ବିଧିବଦ୍ଧ ଭାବରେ କାର୍ଯ୍ୟକ୍ରମ ସରକାର ହାତକୁ ନେବେ ତାହେଲେ ସମସ୍ୟାର ସମାଧାନ ହେବ। ବେକାରୀ ଭତ୍ତାରେ ସମସ୍ୟାର ସମାଧାନ ହେଇପାରିବ ନାହିଁ ଏବଂ ବେକାରୀ ସମସ୍ୟାକୁ ସମାଧାନ କରିବା ପାଇଁ ଉଦ୍ୟମ କରୁଛନ୍ତି। ଅନେକ ସମୟରେ ରାଜନୀତି କରୁଛନ୍ତି ଭୋଟ ନେବା ପାଇଁ। ଖାଲି ଗୋଟିଏ ରାଜନୈତିକ ଦଳକୁ ଦୋଷ ଦେଲେ କ'ଣ ହେବ? ଏଟା ନ୍ୟାସନାଲ ଇସ୍ୟୁ। ନ୍ୟାସନାଲ ଇସ୍ୟୁକୁ ସମାଧାନ କରିବା ପାଇଁ ଗୋଟା ସରକାରଙ୍କର ବିଧିବଦ୍ଧ ଭାବରେ ଗୋଟା ଉଦ୍ୟମ ହେବା ଦରକାର।